ଭାଇ ଆଜି ଗୁରୁବାର ସକାଳ ସକାଳ ମାନେ ବୁକିଂ ବାଜିଲା ଯେଉଁ ଫାଷ୍ଟ ଆରମ୍ଭରୁ ହିଁ ଦେଖନ୍ତୁ 8:41 ସେ ବୁକିଂ କଲେ, ମୁଁ ଆକ୍ସେପ୍ଟ କଲି। ଆଉ ଲକ୍ଷ୍ମୀ ସାଗର ଯେଉଁ ସନ୍ତୋଷୀରୁ ପିକ୍ ହେବ, ମୁଁ ମ୍ୟାଡ଼ାମକୁ ଫୋନ୍ କରି କହିଲି, ସେ ମୋତେ କଲ୍ କଲେ। ଆଉ ଭାଇ ମୋତେ ମୁଁ ଯେଉଁ କଲ୍ଟା କରିଥିଲି ଆଉ ଆସୁଛନ୍ତି ତ ଆପଣ? ମୁଁ କହିଲି ହଁ ମ୍ୟାଡ଼ାମ୍, ମୋତେ 2-4 ମିନିଟ୍ ଲାଗିବ, ମୁଁ ଅଛି ଲକ୍ଷ୍ମୀ ସାଗର ହାଇସ୍କୁଲ୍ ପାଖରେ, ଆଉ ସନ୍ତୋଷୀରେ ପହଞ୍ଚିବି, 2-4 ମିନିଟ୍ରେ ପହଞ୍ଚିବି। ସେ କହିଲେ ହଉ ଆସନ୍ତୁ, କହି ସାଙ୍ଗେ ସାଙ୍ଗେ କ୍ୟାନସଲ୍ କରିଦେଲା। ପୁଣି 5 ମିନିଟ୍ ଛାଡ଼ିକି ଯେତେବେଳେ କ୍ୟାନସଲ୍ କଲେ ମୁଁ ରହିଗଲି, ପୁଣି 5 ମିନିଟ୍ ଛାଡ଼ିକି ପୁଣି ବୁକିଂ କଲେ, ପୁଣି ମୋତେ ଆସିବା ନେଲେ, ମୁଁ ଆକ୍ସେପ୍ଟ କଲି। ସେ ତାଙ୍କ ଆଡ଼କୁ କଲ୍ କଲେ, ଆଉ ଯଦି ଆସିବିନି କାହିଁକି କଲ୍ ଆକ୍ସେପ୍ଟ କରୁଛନ୍ତି? ମୁଁ କହିଲି ମ୍ୟାଡ଼ାମ୍, ଆପଣ ବୁକିଂ କରୁଛନ୍ତି, ମୋତେ ଆସୁଛି, ମୁଁ ତ ନୁହଁ ଯେ ଆପଣ ବୁକିଂ କରିବେ ମୁଁ ଆକ୍ସେପ୍ଟ କରିବିନି। ଆପଣ ଯଦି ବୁକିଂ କରୁଛନ୍ତି, ମୋତେ ବୁକିଂ ଆସୁଛି, ମୁଁ ଆକ୍ସେପ୍ଟ କରୁଛି। ଆଉ ମୁଁ ତ କହିଲି ଆପଣଙ୍କ 2-4 ମିନିଟ୍ରେ ପହଞ୍ଚୁଛି, ତ ନୁହଁ ଯେ ଆପଣ ଯେଉଁଠି ବି ଛିଡ଼ା ହେବେ ସେଇଠି ଆପଣଙ୍କ ଗାଡ଼ି ଥିବ ସଦାବେଳେ, ତ 2-4 ମିନିଟ୍ ଲାଗିବନି। ସେ କହିଲେ ଅଭଦ୍ର ଲୋକଟା କହି କ୍ୟାନସଲ୍ କରିଦେଲେ। ପୁଣି ବୁକିଂ କଲେ, ତାର 1 ମିନିଟ୍ ପରେ 2 ମିନିଟ୍ ପରେ ପୁଣି ମୋତେ ଆସିବା ନେଲା। ମୁଁ ଜାଣି ଶୁଣିକି ଆକ୍ସେପ୍ଟ କଲି। ମୁଁ ଆକ୍ସେପ୍ଟ କରିକି ମୁଁ କହିଲି ଆଉ ମ୍ୟାଡ଼ାମ୍, ଆପଣ ଯଦି ଉବେରରେ ବୁକିଂ କରିବେ, ନିୟର୍ ବାଇ କିଛି ଗାଡ଼ି ବି ନାହିଁ, ଆଉ ବାରମ୍ବାର ତ ଆପଣ ବୁକିଂ କରୁଛନ୍ତି, ବୁକିଂ ଖାଲି ମୋତେ ହିଁ ଆସାଇନ୍ ହେଉଛି। ଆଉ ମୁଁ କହୁଛି 2-4 ମିନିଟ୍ ଲାଗିବ, ଆପଣ ଯାଉନାହାନ୍ତି, ଆପଣ ସେପଟେ ଅବଧ ସବୁ କେତେ କ'ଣ ଗାଲିଗୁଲଜ କରିସାରିଲେଣି। ସେ ପୁଣି କ୍ୟାନସଲ୍ କଲେ, ପୁଣି ବୁକିଂ କଲେ, ପୁଣି ମୋତେ ହିଁ ଆସାଇନ୍ ହେଲା। ଏଥର ମୁଁ ଆକ୍ସେପ୍ଟ କରି କଲ୍ କଲି, ମୁଁ କହିଲି ଆପଣ ଯେତେ ଥର ବୁକିଂ କରିବେ ମୋତେ ଆସିବେ, ହେଲେ ମୁଁ ଟୋଟାଲ୍ ଏଇ ଜାଗାରୁ ହଲିବିନି। ଆପଣ କେମିତି ଯାଉଛନ୍ତି ଯାଆନ୍ତୁ। ତ ମାନେ କ'ଣ ବୁଝେ, ମୁଁ ଫାଷ୍ଟ ବୁକିଂ ଆସିଲା, ମୁଁ କହିଲି ମ୍ୟାଡ଼ାମ୍ ମୁଁ ପହଞ୍ଚୁଛି, ଆଉ ଲାଗିବ 2-4 ମିନିଟ୍, ମ୍ୟାକ୍ସିମମ୍ 5 ମିନିଟ୍ ଲାଗିବ। କାହିଁକି ନା ଲକ୍ଷ୍ମୀସାଗର ହାଇସ୍କୁଲ୍ ସେ ଗାଁ ଭିତରେ ଦେଇକି ସନ୍ତୋଷୀ ପହଞ୍ଚିଲା ବେଳକୁ ତ 5 ମିନିଟ୍ ଟାଇମ୍ ଲାଗିବ। ଇଏ କ'ଣ ହେଲିକପ୍ଟର ମୁଁ ଉଡ଼ିକି ଯିବି କହୁନାହାନ୍ତି? ତ କେଉଁ ଭଳିଆ କଷ୍ଟମର, ଏମିତି ବହୁତ କଷ୍ଟମର ଅଛନ୍ତି। ଆପଣଙ୍କର ବୁକିଂ ଆସିଲା, ଆପଣ ଯେତେବେଳେ ପିକଅପ୍ ଲୋକେସନ୍କୁ ଯିବେ, ପିକଅପ୍ ଲୋକେସନ୍କୁ ଯାଇକି ରିଚ୍ ମାରିକି ବସିଥିବେ, ସେ 5-10 ମିନିଟ୍ ଲେଟ୍ କରିକି ଆସିଲା ପରେ ଗାଡ଼ି ବସିବ ମାନେ ଭାଇ ଜଲ୍ଦି ଚଲାନ୍ତୁ, ଭାଇ ଜଲ୍ଦି ଚଲାନ୍ତୁ। ଯେଉଁଠି ଜାମ୍ ହେବ ସେଠି ଇସ୍ରେ ଏଇ ଜାମ୍ ହେଇଗଲା, ଭାଇ ଏଇଠୁ କାଟନ୍ତୁ, ଭାଇ ଏଇଠୁ କାଟନ୍ତୁ। ତା ମାନେ ଡ୍ରାଇଭରଙ୍କୁ କ'ଣ ଭାବୁଛନ୍ତି କ'ଣ? ସକାଳ ସକାଳ ଗୁରୁବାରଟା ପୁରା ମାଇଣ୍ଡ ମୁଁ ସ୍କ୍ରିନ୍ସଟ୍ ଲଗାଇ ଦେଉଛି, ଦେଖିବେ କେତେଟା ବୁକିଂ ସେ କରିଛନ୍ତି, ସବୁ ଯାକ ମୋତେ ଆସେ ନେଇଛି। ମେ ବି 4-5 ଥର ପରେ ବୋଧେ ଅଲଗା କେଉଁ ଡ୍ରାଇଭରକୁ ଲାଗିଥିବ ତା ଆଖପାଖ ନିୟର୍ ବାଇ, କି ସେ ଦେଖୁଥିବ ଯେଉଁଠି ବୁକିଂ କଲେ 5-10 ମିନିଟ୍ ଦେଖାଉଛି, ବାଧ୍ୟ ହେଇକି ଲେଟ୍ କରିକି ଗଲେ। ଯଦି ଆପଣଙ୍କ ଜଲ୍ଦି ଅଛି, ଆପଣ ଜଲ୍ଦି ବାହାରନ୍ତୁ। କାହିଁକି ବୁକିଂ କରିବା ସାଙ୍ଗେ ସାଙ୍ଗେ ଡ୍ରାଇଭରମାନଙ୍କୁ କହୁଛନ୍ତି ଭାଇ ଜଲ୍ଦି ଆସନ୍ତୁ, ଇଏ କରନ୍ତୁ? ଆରେ ଯେତିକି ଟାଇମ୍ ଦେଖାଉଛି ସେତିକି ତ ଲାଗିପାରେ, ମେ ବି 1-2 ମିନିଟ୍ ଆହୁରି ଅଧିକା ଏକ୍ସଟ୍ରା ଲାଗିପାରେ। କାହିଁକି ନା ଆପଣଙ୍କ ଲୋକେସନ୍ ୱାଇଜ୍ ଦେଖେଇବ ଯେ ଏତିକିରେ ଏତିକି ବାଟ ଆସିବା ପାଇଁ ଏତିକି ଟାଇମ୍ ଲାଗିବ। ତା ଭିତରେ କେଉଁ ଗାଡ଼ିଟା ବୁଲଉଥିବ, କ'ଣ ହେଉଥିବ ରାସ୍ତାରେ ଗଲା ବେଳକୁ, ସେଇଠି ତ ଜାମ୍ ହେବ ନା ନାହିଁ? ତ ସେଇଟା 1-2 ମିନିଟ୍ ଆହୁରି ଏକ୍ସଟ୍ରା ମାନିକି ଚଲନ୍ତୁ। ଇଏ ନୁହଁ ଯେ ଆପଣ ଗାଡ଼ି ବୁକିଂ କଲେ ମାନେ ଗାଡ଼ି ଆପଣଙ୍କୁ ଥୁଆ ହେଇଛି ଆପଣଙ୍କ ସକାଶେ। ଏଇଭଳିଆ କଷ୍ଟମରମାନଙ୍କର ଗାଡ଼ି ନ ମିଳିବାଟା ହିଁ ବେଟର୍।